ଜଗନ୍ନାଥ। ଛୁଆ ଭଲ କଥାଟି ମନେ ରଖ। ଆଜି ଆଲୋଚନା କରିବା ବହୁ ଜନ୍ମ ତପ ଫଳେ। ତପ ଫଳେ ମନୁଷ୍ୟ ତ ତାକୁ କିଛି ଚିନ୍ତା କରୁନାହାନ୍ତି କି ଚେତନା ନଉ ନାହାନ୍ତି। ଗୋଟେ ଶିଶୁଆନନ୍ଦର ଗୋଟେ ପଦ ମନେ ପଡେ, କାହିଁକି ରେ ବାଇମନ ଭଙ୍ଗା ନାବ ପରେ ପଶୁ, ପିଉଷା ରସକୁ ଛାଡ଼ି ବିଷୟା ରସରେ ରସୁ। କାହିଁକି ରେ ବାଇମନ ଭଙ୍ଗା ନାବ ପରେ ବସୁ। କହିବାର ତାତ୍ପର୍ଯ୍ୟ, ସଂସାରଟା ବର୍ତ୍ତମାନ ଏମିତି ହେଇଯାଇଛି, ତମେ ଦେଖ ସମସ୍ତେ ବର୍ତ୍ତମାନ ମାୟାରେ ଆବୃତ। ଲୋଭ ମୋହ ମାୟା ଏମିତି ଗ୍ରାସୀ ଯାଇଛି ବର୍ତ୍ତମାନ ସମାଜରେ, ଯାହାକି ତାର ଫଳକୂଳ ରହୁ ନାହିଁ। ପ୍ରକୃତିରେ ଯେ ବାସ୍ତବ ମଧ୍ୟରେ ଯାହାର ଚେତନା ଥିବ, ବିବେକୀ ଲୋକ, ଜ୍ଞାନୀ ଲୋକ, କାମ କ୍ରୋଧ ଲୋଭ ମୋହ ମାୟାକୁ ବିବର୍ଜିତ କରିଦେଇଥିବ, ପରିତ୍ୟାଗ କରିଦେଇଥିବ। ଧରିଥିବ କଣ? ସତ୍ୟ, ଶାନ୍ତି, ଦୟା, କ୍ଷମା, ସ୍ନେହ, ମମତା। ଯଥା ନିଜ ପରିବାର ଯେମିତି ସେ ଜଗତଟାକୁ ନିଜ ପରିବାର ବୋଲି ଭାବି ସମ ଦୃଷ୍ଟିରେ ଦେଖୁଥିବ, ସେମିପରି ବ୍ୟକ୍ତି ବିଶେଷ ପଦକୁ କୋଟି କୋଟି ଶରଣ। ଏବେ ତା ଜନ୍ମ କଣ ହବ? ସୁଖରେ ଗଣା ହବ। ଯଦି ତମର ମନେ ରଖ, ବ୍ୟାସଦେବଙ୍କ ବାଣୀ ହିସାବରେ ବ୍ୟାସଦେବ କହନ୍ତି, ପରୋପକାରାୟ ସ୍ୱର୍ଗାୟ ପାପାୟ ପିରତି ଜନା। ପରର ଉପକାର କଲେ ସ୍ୱର୍ଗ ପ୍ରାପ୍ତି ହୁଏ। ବୁଝିହେଉଛି? ଏକଥା ଜଗତ ଜାଣିଛି, କିନ୍ତୁ କେହି ଭେଜି କର୍ମ କରୁ ନାହାନ୍ତି। ଶିଶୁଆନନ୍ଦ ସେଇ ଅବସ୍ଥା ଉପରେ କହିଲେ, କାହିଁକି ରେ ବାଇମନ ଭଙ୍ଗା ନାବ ପରେ ବସୁ। ବାଇମନ ମାନେ କଣ? ଏ ଭକ୍ତ ସମାଜ। ଏ ଭଙ୍ଗା ନାବରେ କାହିଁ ବହୁଛି? ଏ ମାୟା ସଂସାରରେ ମୋର କହି ତୁ ବୁଡିକି ମିଛଟାରେ ମରୁଛୁ। ପିଉଷା ରସକୁ ଛାଡ଼ି ପ୍ରଭୁଙ୍କ ପଥକୁ ତୁ ଛାଡ଼ି ବିଷୟା ରସରେ ରସୁ। ଇଏ ମାୟା ଜଞ୍ଜାଳ ଭିତରେ ବସୁ। କି ସୁନ୍ଦର କଥା କହୁଛନ୍ତି। କିନ୍ତୁ ବର୍ତ୍ତମାନ ସମୟ ଦେଖ, ଯେକୌଣସି ବ୍ୟକ୍ତି ହଉ, ଜ୍ଞାନୀ ହୁଅନ୍ତୁ, ବିବେକ ହୁଅନ୍ତୁ, ବୁଝିପାରୁଛି, ଅନେକ ସବୁ ସାଧୁସନ୍ଥ ନୁହଁ, ଅନେକ ସାଧୁସନ୍ଥ ସିଏ ମଧ୍ୟ ମାୟାରେ ଆବୃତ। ପ୍ରତି 7 ପୁରୁଷ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଧନୁକୁ ସତୀଗଦା କରିକି ସଞ୍ଚିତ କରି ରଖିଛନ୍ତି। ସାଧୁ ସନ୍ଥଙ୍କର ଯଦି ଏତେ ଲୋଭ ରହିବ, ସାଧାରଣ ବ୍ୟକ୍ତି ବିଷୟରେ କେତେ ରହିବ? ବୁଝିଲା? ତେଣୁ ଏ ମାନବ ଜନ୍ମଟା ଆମକୁ ପ୍ରଭୁ ଜନ୍ମ ଦେଲେ, ମାନବ ଜନ୍ମ ଦେଲେ କାହିଁକି? ଆମେ ମର୍ତ୍ତ୍ୟମଣ୍ଡଳକୁ ଆସିଲେ ଜଗତ କର୍ମ କରିବା ସଙ୍ଗେ ସଙ୍ଗେ ଆତ୍ମପୁରୁଷର ସଦ୍ଗତି ପାଇଁକି ଆମେ ମର୍ତ୍ତ୍ୟମଣ୍ଡଳକୁ ଆସିଛେ। ଯେତେବେଳେ ମାତା ଗର୍ଭରେ ଆମେ ରହିଲେ, ଶରୀର ତିଆରି ହେଇଗଲା, ସେଠି ପ୍ରଭୁଙ୍କୁ ସ୍ତୁତି କଲେ। ଯଶୋବନ୍ତ ଦାସଙ୍କ ଭାଷାରେ, ତୁଚି ଯେ କଲୁ ତୁଇ ଭୋଦେବ ନନ୍ଦ ଶିଷ୍ୟ, ଯଦି ମର୍ତ୍ତ୍ୟମଣ୍ଡଳେ ମୁହିଁ କରିବି ବାସ, ତୋ ନାମ ଗାଉଥିବି ସୁମରି, ବଡ଼ ମାୟାବୀ ଜୀବ ନୁହେଁ କାହାରି। ବୁଝିଯାଉଛି?
ସେଠି ଆମେ ମାତା ଗର୍ଭରେ ଯେତେବେଳେ ଥିଲେ ସେ କଷଣ ଆମେ ସହିପାରୁ ନଥିଲେ। ସେଇଠି କଣ କଲେ, ପ୍ରଭୁଙ୍କୁ ଡାକିଲେ ହାତ ଯୋଡ଼ିକି, ପ୍ରଭୁ ମତେ ଏଥିରୁ ଶୀଘ୍ର ଉଦ୍ଧାର କର। ପ୍ରଭୁ କହିଛନ୍ତି, ଆରେ ମର୍ତ୍ତ୍ୟପୁରଟା ମାୟାପୁର, ସେଠିକି ଗଲେ ତୁ ମାୟା କାଟି ପାରିବୁ ତ? ନା, ହଁ ପ୍ରଭୁ ମୁଁ ଗଲେ ମାୟା ମତେ ଛୁଇଁ ପାରିବ ନାହିଁ, ମୁଁ ସେଠି ଗଲେ ତୋ ନା ଗୁଣ ଯଶ ସବୁ ଗାନ କରିବି। ଯଦି ମୁଁ ହୋଇ କାହିଁକିରେ ବାୟୁମନ ଭଙ୍ଗା ନାବ ପରେ ବସୁ, ହିଂସା ରସ ଉଠାଟି ବିଷୟ ରସ ରସୁ। ବୁଝି ହଉଛି ନା? ପୁଣି କହିଲେ କଣ, ମହାପୁରୁଷ କହୁଛନ୍ତି ଦଶମ ଦାସଙ୍କର ସେ ପଦଟା କହୁଥିଲେ ଭୁଲିଗଲି। ସ୍ତୁତି ଯେ କଲୁ ତୁଇ ଭୋଦେବ ନନ୍ଦ ଶିଷ୍ୟ, ଯଦି ମର୍ତ୍ତ୍ୟ ମଣ୍ଡଳେ ମୁହିଁ କରିବି ବାସ। ତୋ ନାମ ଗାଉଥିବି ସୁମରି, ବଡ ମାୟା ବିଜୀବ ନୁହଁକାରି। ହେ ପ୍ରଭୁ, ମୁଁ ମର୍ତ୍ତ୍ୟ ମଣ୍ଡଳକୁ ଗଲେ ତୋର ଗୁଣ ଦୋଷ ଗାନ କରି ଆଉ କିଛି କରିବି ନାହିଁ। ଜନ୍ମ ହୋଇ ପଡିରୁ ମର୍ତ୍ତ୍ୟ ମଣ୍ଡଳ, କୁଆ ବନରେ ସବୁ ଗଲା ପାଶ। ଯେତେବେଳେ ମା ପ୍ରଭୁଙ୍କ ପାଖେ ଏଗ୍ରିମେଣ୍ଟ କରିକି ଆଇଲେ, ଯେତେବେଳେ ଜନ୍ମ ହେଇଗଲେ କୁଆ ବନରେ ସବୁ କଣ ହେଲା, ଆମେ ପାଶରି ଗଲେ। ଯେତେବେଳେ କୁଆ କୁଆ ଡାକ ଦେଲେ, ମାୟାରେ ସେଇଠୁ ପଡିଗଲେ। ଯାହାକୁ ଅଚ୍ୟୁତ କହିଲେ, ଅଚିନା ଗଛରେ ଫଳିଛି ଆମ୍ବ, 3 ମାସ ସେଇ କୋଇଲି ହବ, 300 ଦିନରେ ସେ ଆମ୍ବ ପାଚିବ, କହ ସେ ଆମ୍ବକୁ କିଏ ଖାଇବ? ଭାଇ ମନ ହଉ ଏତେ ରହସ୍ୟ ଭାବ। ମାନେ 300 ଦିନରେ ସେ ଆମ୍ବ ପାଚିବ, 10 ମାସରେ କଣ ହେଲା, ପିଲାଟି ଗଢା ହେଇଗଲା। ତେଣୁ ମର୍ତ୍ତ୍ୟ କହିଲା, ସେ ଆମ୍ବ କିଏ ଖାଇବ? ନା ମାୟା ଖାଇବ। ମାୟା ଗ୍ରାସୀ ଗଲା ସେଇଠୁ। ଯଦି ପାଇବା ଭେଟ ମାୟାକୁ ବେଗ କାଟ, ଗୁରୁ ସେ ବିଣ ଭଜ ସିହରି, ବଡ ମାୟା ଯିବ। ସେଇ ପ୍ରଭୁଙ୍କୁ ପାଇବାକୁ ଚାହୁଁଛ, ମାୟାକୁ କାଟିକି ଶ୍ରୀଗୁରୁଙ୍କ ପଦରେ ଶରଣ ପଶ, ତାହେଲେ ପ୍ରଭୁ କଣ କରିବେ, ତମକୁ ଦର୍ଶନ ଦେବେ। ଯାଉ ଆଜି ଆଲୋଚନା କଣ କରିବା, ବହୁ ଜନ୍ମ ତପ ଉପରେ। ଜୀବାତ୍ମା ଅନେକ ବାର ଜନ୍ମ ଗ୍ରହଣ କରି 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 କାଳ ଜନ୍ମ କାଳଚକ୍ରରେ ଭ୍ରମି ଭ୍ରମି ଯେତେବେଳେ 84 ଲକ୍ଷ ଜନ୍ମ ହୁଏ, ସେ ସମୟରେ ମାନବ ଜନ୍ମ ପାଇବାକୁ ସେ ହକଦାର ହେଲା। ଯେତେବେଳେ ମାନବ ଜନ୍ମ ପାଇବାକୁ ହକଦାର, ଶିଶୁ କଣ କରେ, ତପସ୍ୟା କରେ, ଧ୍ୟାନ କଲେ, ରତ କରେ। ଇଏ ମାନବ ଜନ୍ମ ପାଇଲା ପରେ ସତ୍କର୍ମ କଲା, ସେ କଣ ହେଲା, ଦେବତ୍ୱ ଲାଭ କଲା। ଗୋଟେ ନିର୍ବାଣ, ଗୋଟେ ହଉଛି ମୁକ୍ତି। ନିର୍ବାଣତ୍ୱ ହେଇଗଲେ ପୁନର୍ବାର ଜନ୍ମ ନାହିଁ। ମୁକ୍ତି ମାନେ କଣ ହଉଛି, ମରଣର ପଷଣର ବିଭୀଷିକା ତାପରେ ପଡେ ନାହିଁ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ବିଶେଷ, ମୁନି ଋଷି ସାଧୁ ସନ୍ଥ ମାନେ ଚିନ୍ତା କରନ୍ତି ନିର୍ବାଣତ୍ୱ ଲାଭ ହେଲା। ସେ ନିର୍ବାଣତ୍ୱ ଲାଭ ପାଇବା ପାଇଁ କେତେ ଜନ୍ମ ବୁଝିବାକୁ ପଡେ ନା, 84 ଲକ୍ଷ ଯୋନି ଭୋଗିବାକୁ ପଡେ। 84 ଲକ୍ଷ ଯୋନି କଣ? ସେଥିପାଇଁ ଭାଗବତ କହିଲେ, ବହୁ ଜନ୍ମ ତପ ଫଳେ, ମାନବ ଜନ୍ମ ମୋହି ତଳେ। ତାହେଲେ କେତେ ଜନ୍ମ? ମନେ ରଖିଥା, 84 ଲକ୍ଷ ଯୋନି ମାନେ 84 ଲକ୍ଷ ଜନ୍ମ ହେଲା ପରେ ମାନବ ଜନ୍ମ ସିଏ ପାଇଥାଏ। ଆକୁ ବ୍ୟାସ ସମାଧାନ କଲେ। ନିଦ ମାଇଲାଣି। ବ୍ୟାସ କହୁଛନ୍ତି କଣ, କେତେ 84 ଲକ୍ଷ ଯୋନି କଣ? କହିଲେ, ସ୍ଥାବର 20 ଲକ୍ଷେଷୁ, ଜଳଜ 90 ଲକ୍ଷକ, କୃମିଣ ରୁଦ୍ର ଲକ୍ଷେଷୁ 20 ଲକ୍ଷ ବିହଙ୍ଗମ, ଦିଗ୍ଦଣ୍ଡ ସମଗଞ୍ଜାନ, ତୋରିୟ ବାନର ବିଧା, ତଦନ୍ତେ ମାନବ ଜନ୍ମ, ଧର୍ମ ସତେ ଚଳାଚଳ। କହିଲେ ସ୍ଥାବର 20 ଲକ୍ଷେଷୁ। ସ୍ଥାବର 20 ଲକ୍ଷେଷୁ ମାନେ ସ୍ଥାବର ଯୋଉଗୁଡାକ ଚଳନ୍ତି ନୁହଁ,
ପାହାଡ ପର୍ବତ ଏମିତିଆ ସ୍ଥାବର ଏ ଚଳି ପାରନ୍ତି ନାହିଁ। ସେମିତି 20 ଲକ୍ଷ ଜୋନି କଣ ହବ ଭ୍ରମଣ କରିବ। ଜଳଜ 90 ଲକ୍ଷ। ତାପରେ ଜଳଚର ଜୀବ ହିସାବରେ ଲକ୍ଷ ଜନ୍ମ କରିବ ଭ୍ରମଣ କରିବ। ତାପରେ କୁମିଣ ରୁଦ୍ର ଲକ୍ଷେଶୁ ରୁଦ୍ର ବୋଲନ୍ତି କେତେ 11। କୁମିଣ ଏ ଯୋଉ କୀଟ ଯୋଉ ନାଳ ନର୍ଦ୍ଦମାରେ ଯୋଉମାନେ ରୁହନ୍ତି ତାକୁ କୁମି ବୋଲି କୁହନ୍ତି, ବା କୀଟ ପତଙ୍ଗ ଏ କୀଟ ବୋଲି କୁହନ୍ତି। ଏହିପରି ଭାବରେ କେତେ ରୁଦ୍ର ଲକ୍ଷେଶୁ ମାନେ 11 ଲକ୍ଷ ଜୀବ। 20 ଲକ୍ଷ ବିହଙ୍ଗମ 20 ଲକ୍ଷ ଜୋନି ପକ୍ଷୀ ଜଗତରେ ସେ କଣ କରିବ ଜନ୍ମଗ୍ରହଣ କରିବ। ଦିଗ୍ଦଣ୍ଡ ସମାଗଜାନ ତୋରିୟ ବାନର ବିଧା। ଦିଗ୍ଦଣ୍ଡ ସମାଗଜାନ ମାନେ ବଳଦ ଘୋଡା ହାତୀ ହେଉଛି ଏହିପରି ଭାବରେ କେତେ ଯିବ 11 ଲକ୍ଷ ପଳେଇଲା। ତୋରିୟ ବାନର ବିଧା 13 ଲକ୍ଷ ଜୋନି ମାଙ୍କଡ ଯଦି ଭ୍ରମି ଭ୍ରମି ତାପରେ ତାର ପ୍ରମୋଶନ ହେଲା। ତଦନ୍ତେ ମାନବ ଜନ୍ମ ଧର୍ମ ସତ୍ୟ ଚଳାଚଳ। କିନ୍ତୁ ତାପରେ ଏ ଜୀବାତ୍ମା କଣ କଲା ମାନବ ଜନ୍ମ ପାଇବାକୁ ହକଦାର ହେଲା। ପ୍ରଭୁ ଚିନ୍ତା କଲେ, ପ୍ରଭୁ ପଚାରିଲେ କହିଲେ ରେ ଜୀବାତ୍ମା ତୁ ଏଥର ମନୁଷ୍ୟ ଜନ୍ମ ପାଇବାକୁ ହକଦାର, ତେଣୁ ମର୍ତ୍ତ୍ୟପୁରକୁ ଗଲେ ମାୟାପୁର ତୁ ସେ ମାୟା କାଟି ପାରିବୁ ନା? ହଁ ପ୍ରଭୁ ମୁଁ ମାୟାକୁ କାଟିଦେବି। ଯେତେବେଳେ ଜନ୍ମ ହେଇଗଲା ତାକୁ ଆଉ ମାୟା ଛାଡି ପାରିଲା ନାହିଁ, ମାୟା ତାକୁ ଉଲ୍ଟି ଆସିଗଲା। এই ମାୟାରୁ କଟିବା ପାଇଁ କି ଜ୍ଞାନ ଦରକାର। ଜ୍ଞାନ ରୂପ ଅଗ୍ନିରେ କଣ ହୁଏ ମାୟା କଟିଯାଏ। ହେଲା, ଜ୍ଞାନ ରୂପ ଅଗ୍ନିରେ କଣ ହୁଏ ମାୟା କଟିଯାଏ। ବାଲ୍ମୀକି 10 ରତ୍ନାକର ରୂପରେ କଣ ହେଇଥିଲେ ନାମିତ ଥିଲେ। ଖାଲି ମଣିଷ ମାରୁଥିଲେ, ଚୋରି କରୁଥିଲେ, ସବୁ କରୁଥିଲେ। ନାରଦ ଜାଣିପାରିଲେ, ଆସିକି ପହଞ୍ଚିଲେ। ଇଏ ନାରଦଙ୍କୁ କହିଲେ ବି ମଧ୍ୟ ଇଏ ନାରଦଙ୍କୁ ମାନୁନାହାନ୍ତି, ବାନ୍ଧି ପକେଇଲା। ଗଲା ବାପା ମାଙ୍କୁ ପଚାରିଲା, ବାପା ମୁଁ ଯୋଉ କର୍ମ କରୁଛି ସେଥିରେ ତମେ ସବୁ ଭାଗି ଅଛ ନା ନାଇଁ? ସ୍ତ୍ରୀ କହିଲା ଭାଗି ଅଛ ନା ନାଇଁ? ପୁଅ କହିଲା ଭାଗି ଅଛ? ପୁଅ କହିଲା ନାଇଁ। ସେଠୁ କହିଲା ଆରେ ମୁଁ ଯୋଉ ପାପ କରୁଛି ଏଥିରେ କେହି ନୁହନ୍ତି, ମୁଁ କାହିଁ ସେଥିରେ ପଶିବି? ସେଠୁ ଆଇଲେ ନାରଦଙ୍କ ପାଖରେ ପହଞ୍ଚିଲେ, ମୁନିବର ମତେ ରକ୍ଷା କର ନା କଣ? ନା ସମସ୍ତେ ମନା କଲେ ପାପରେ କିଏ ଭାଗି ନୁହନ୍ତି। ମୁଁ କଣ କରିବି ନା ତୁ ମରା ମରା ଜପ, ମରା ମରା ଜପ ଜପି ରାମ ରାମ ହେଇଗଲା। ରାମ ରାମ ସେ ଜପିକି ଉଙ୍କା ହେଇଗଲା। ହେଲା, ତାପରେ କିଛି ଦିନ ମତେ ନାରଦଙ୍କର ସେଇଠୁ ମନେ ପଡିଛି, ନାରଦ ଆସିଛନ୍ତି ତାଙ୍କୁ ଉଦ୍ଧାର କରିଛନ୍ତି, ସେଠୁ ରାମାୟଣ ଲିପିବଦ୍ଧ କରିଛନ୍ତି। ତେଣୁ ଜୀବାତ୍ମା ମୁକ୍ତି ପାଇଁ ମଣିଷ କେତେ ସଂଗ୍ରାମ କରୁଛି। ଆମେ ସକାଳୁ ଉଠି ସଂସାରରେ ବୁଡିକି ଘିଅ ବଳିତା ନେଇକି ଦେବତା ମନ୍ଦିରରେ ଦେଇଦେଲେ କଣ ମୁକ୍ତି ପାଇଯିବା? ସେଥିରେ ମୁକ୍ତି ପାଇପାରିବା ନାହିଁ। ସେତେବେଳେ କେତେ ଗୁଡେ କର୍ମ କରିବାକୁ ପଡିବ। ସିଏ ହଉଛି ଗୁରୁମାର୍ଗ ତତ୍ଵ। ଗୁରୁମାର୍ଗ ଜ୍ଞାନ ତ କ୍ୟାମେରାରେ ଆଲୋଚନା କରି ହଉନି, ସେମାନେ ନିରଳାୟ କହିବେ। ଜୟ ଜଗନ୍ନାଥ। ଏହିପରି ଭାବରେ 84 ଲକ୍ଷ କଣ କରେ ଜୀବାତ୍ମା ଭ୍ରମଣ କରି ମଣିଷ ଜନ୍ମ ପାଇଥାଏ। କର୍ମ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାଣ୍ଡେ ଗୋଆ ହରି।